ଶ୍ରୀ ଶ୍ରୀ ଠାକୁରଙ୍କ ମତରେ ଧର୍ମ ମାନେ ହେଉଛି ବଞ୍ଚିବା ଓ ବଢ଼ିବା। ତାଙ୍କ ଦୃଷ୍ଟିଭଙ୍ଗୀରେ ଧର୍ମ କୌଣସି ପୋଷାକ କିମ୍ବା ନାମ ପରିବର୍ତ୍ତନର ବିଷୟ ନୁହେଁ। ଶ୍ରୀ ଶ୍ରୀ ଠାକୁର କହୁଥିଲେ ଯେ ଧର୍ମ ଗୋଟିଏ, କିନ୍ତୁ ମତ ବା ପନ୍ଥା ଅନେକ। ଯେପରି ଗୋଟିଏ ସୂର୍ଯ୍ୟର କିରଣ ବିଭିନ୍ନ ରଙ୍ଗର କାଚ ଦେଇ ଗଲେ ଅଲଗା ଅଲଗା ଦେଖାଯାଏ, ସେହିପରି ପରମ ସତ୍ୟ ଏକ, କିନ୍ତୁ ତାକୁ ପାଇବାର ରାସ୍ତା ହିନ୍ଦୁ, ମୁସଲିମ କିମ୍ବା ଖ୍ରୀଷ୍ଟ ଧର୍ମ ହୋଇପାରେ। ଶ୍ରୀ ଶ୍ରୀ ଠାକୁର ଚାହୁଁଥିଲେ ହିନ୍ଦୁ ଜଣେ ଉତ୍ତମ ହିନ୍ଦୁ ହେଉ, ଯିଏ ବେଦ ଏବଂ ନିଜ ଋଷିଙ୍କ ଆଦର୍ଶରେ ନିଜ ଜୀବନକୁ ଗଢ଼ିବ। ମୁସଲିମ ଜଣେ ପ୍ରକୃତ ମୁସଲମାନ ହେଉ, ଯିଏ ନମାଜ, ରୋଜା ଏବଂ କୋରାନର ପବିତ୍ର ଶିକ୍ଷାକୁ ଅନୁସରଣ କରି ଜଣେ ଦୟାବାନ ମଣିଷ ହେବ। ଖ୍ରୀଷ୍ଟିଆନ ଜଣେ ପ୍ରକୃତ ଖ୍ରୀଷ୍ଟିଆନ ହେଉ, ଯିଏ ଯୀଶୁଙ୍କ ପ୍ରେମ ଏବଂ ସେବା ଭାବକୁ ଜୀବନରେ ଉତାରିବ। ପରମ ଦୟାଳ ଶ୍ରୀ ଶ୍ରୀ ଠାକୁରଙ୍କ ମତରେ ଧର୍ମ ପରିବର୍ତ୍ତନ ଅପେକ୍ଷା ଚରିତ୍ର ପରିବର୍ତ୍ତନ ବେଶୀ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ନିଜକୁ, ନିଜର ଇଷ୍ଟକୁ, ସେ ଯେକୌଣସି ରୂପରେ ହୁଅନ୍ତୁ ନା କାହିଁକି, ତାଙ୍କୁ ଭଲ ପାଏ, ତାଙ୍କ ନିର୍ଦ୍ଦେଶ ଅନୁସାରେ ନିଜ ଜୀବନକୁ ପରିଚାଳିତ କରେ, ତେବେ ସେ ପ୍ରକୃତ ଧାର୍ମିକ। ଶ୍ରୀ ଶ୍ରୀ ଠାକୁର କହୁଥିଲେ ଯେ ସବୁ ପ୍ରବର୍ତ୍ତକ, ଅବତାର ବା ପ୍ରୟମ୍ବର ସମସ୍ତେ ଏକ। ସେମାନେ ସମସ୍ତେ ମାନବ ଜାତିର କଲ୍ୟାଣ ପାଇଁ ଆସିଥିଲେ। ତେଣୁ ଜଣେ ଅନ୍ୟ ଜଣକୁ ନିଜ ଧର୍ମକୁ ଆଣିବା ପାଇଁ ଚେଷ୍ଟା ନ କରି ଜଣେ ଅନ୍ୟ ଜଣକୁ ଜଣେ ଭଲ ମଣିଷ ହେବାରେ କିପରି ହେବ, ସେଥିପ୍ରତି ଦୃଷ୍ଟି ଦେଇଥିଲେ। ସେହି ଭଲ ମଣିଷ ହେବାରେ ସାହାଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ। ଧର୍ମ ଯାହାକୁ ଧାରଣ କରେ ସେଇଟା ହିଁ ଧର୍ମ, ଅର୍ଥାତ୍ ଯେଉଁ ଗୁଣ ଗୁଡ଼ିକ ଆମକୁ ଶୃଙ୍ଖଳିତ କରେ, ଆମର ଅସ୍ତିତ୍ୱକୁ ରକ୍ଷା କରେ, ତାହା ହିଁ ପ୍ରକୃତ ଧର୍ମ। ଠାକୁରଙ୍କ ଏହି ସମନ୍ୱୟବାଦୀ ଚିନ୍ତାଧାରା ଆଜିର ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକମାତ୍ର ମାର୍ଗ ବୋଲି ମନେ ହୁଏ। ଏ ବିପର୍ଯ୍ୟସ୍ତ ସମାଜକୁ ଲକ୍ଷ୍ୟ କଲେ ମନେ ହୁଏ, ଯଦି ମଣିଷ ଶ୍ରୀ ଶ୍ରୀ ଠାକୁରଙ୍କର ଏହି ବିଚାରଧାରାକୁ ଅନୁସରଣ ନ କରେ, ତାହେଲେ ଦିନେ ନା ଦିନେ ଏ ମଣିଷ ଜୀବ ଲୋପ ପାଇଯିବ, ଏଥିରେ ସନ୍ଦେହ ନାହିଁ।